नमस्कार रेडियो ओडिशा को स्वागत करुछि मु स्वागतिका। राज्यर किछि गुरुत्वपूर्ण खबर सुनिबा पूर्वरु आसंत प्रथमे सुनिनेबा आजिर मुख्य खबर। आज बसिबो कैबिनेट बैठक। संबलपुर रे वरिष्ठ नागरिक तीर्थयात्रार शुभारंभ करिवे मुख्यमंत्री। जापानी ज्वर रे पुणी एक शिशुर मृत्यु। मालकानगिरी सीमा रे लैंडमाइन विस्फोरण, जणे एसआई शहीद। अब्दुल कलाम द्वीपरु अग्नि 1 रो सफल परीक्षण। एथर संपूर्ण खबर। आज अपराह्न कैबिनेट बैठक बसिब एवं आसंता काली मंत्री परिषद बैठक अनुष्ठित हेब। राज्य सरकार पक्षर प्रस्तुत करा जायथिबा केतक नीति को उभय बैठक रे अनुमोदन कराजिबो बोली सूचना मिलिछि। आजिर बैठक रे मेक इन ओडिशा कनक्लेव संपर्कित 7टी नीति उपरे आलोचना हेब। सेहिपरि आसंता काली हेबाकु थिबा मंत्री परिषद बैठक रे प्रस्तावित अतिरिक्त बजेट उपरे सरकार मोहर मारिबे। ଏହା ବ୍ୟତୀତ ଆସନ୍ତା ମାସରେ ହେବାକୁ ଯାଉଥିବା ଶୀତକାଳୀନ ବିଧାନସଭା ଅଧିବେଶନର ପ୍ରଥମ ଦିବସରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ 2016-17 ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ସଂକ୍ରାନ୍ତୀୟ ଚିଠା ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରରେ ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିବେ। ଏହା ସହିତ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପର୍ଯ୍ୟାୟରେ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ଅନ୍ତର୍ଭୁକ୍ତ ଜିଲ୍ଲାମାନଙ୍କରୁ 1000 ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଋଷିକେଶ ଓ ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏହି ଯୋଜନାରେ ସମ୍ବଲପୁର ରେଲୱେ ଷ୍ଟେସନରୁ ଯାତ୍ରା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗସ୍ତ ପୂର୍ବରୁ ଗଣ୍ଡଗୋଳ ଆଶଙ୍କାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ସମେତ 90 ଜଣ ବିଜେପି କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଆଜି ପୁଣି ଆଉ ଜଣେ ଶିଶୁକନ୍ୟାର ଜୀବନ ନେଇଛି ପ୍ରାଣଘାତକ ଜାପାନୀ ଜ୍ୱର। ମୃତ ଶିଶୁକନ୍ୟାଟି ମାଲକାନଗିରି କୋଟକଣ୍ଡା ବ୍ଲକ ଟିକିରାଜକୋଣ୍ଡା ଗ୍ରାମର କସି ମାଡକାମୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାଟି ମୃତ୍ୟୁବରଣ କରିଛି। ଏହାକୁ ମିଶାଇ ଜାପାନୀ ଜ୍ୱରରେ ମୃତ୍ୟୁ ସଂଖ୍ୟା 116ରେ ପହଞ୍ଚିଛି। राज्य और केन्द्रर बहु विशेषज्ञ मालकानगिरी ଏହି ରୋଗରୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ସମସ୍ତ ଚେଷ୍ଟା ବିଫଳ ହୋଇଛି। ମାଲକାନଗିରି ସୀମା ଛତିଶଗଡ଼ ସୁକୁମା ଜିଲ୍ଲା ଚିନ୍ତାଗୁଫାଠାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ସିଆରପିଏଫର ଜଣେ ଏସ୍ଆଇ ବିଏସ୍ ବିଷ୍ଟ ଶହୀଦ ହୋଇଛନ୍ତି। ହେଡ୍ କନେଷ୍ଟବଳ ଜିଡି ସୁଧାକର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ହେଲିକପ୍ଟର ଯୋଗେ ଜଗଦଲପୁରକୁ ସ୍ଥାନାନ୍ତର କରାଯାଇଛି। ଧାମରାସ୍ଥିତ ଅବ୍ଦୁଲ କଲାମ ଦ୍ୱୀପରୁ ଆଜି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1 ର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ 10:09 ସମୟରେ ଧାମରା 4 ନମ୍ବର ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର ଲମ୍ବ 4.8 ମିଟର ରହିଥିବା ବେଳେ ମୋଟେଇ 1.4 ମିଟର ରହିଛି। ଏହି ମିସାଇଲର 700ରୁ 1200 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ଏହା 2 ଟନ୍ ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରଖିଛି। ଖବର ଶେଷ କରିବା ପୂର୍ବରୁ ଆସନ୍ତୁ ପୁଣି ଥରେ ଶୁଣିନେବା ଆଜିର ମୁଖ୍ୟ ଖବର। ଆଜି ବସିବ କ୍ୟାବିନେଟ ବୈଠକ। ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଜାପାନୀ ଜ୍ୱରରେ ପୁଣି ଏକ ଶିଶୁର ମୃତ୍ୟୁ। ମାଲକାନଗିରି ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଏସ୍ଆଇ ଶହୀଦ। ଅବ୍ଦୁଲ କଲାମ ଦ୍ୱୀପରୁ ଅଗ୍ନି 1 ର ସଫଳ ପରୀକ୍ଷଣ। शेष है रेडियो ओडिशा खबर। अधिक खबर पर लॉगिन करंतु आम वेबसाइट www.radioodsha.com। नमस्कार।